କୁହନ୍ତି ନା ଦୁନିଆରେ ସବୁଠାରୁ କଷ୍ଟ କାମ ହେଉଛି ଜଣେ ସଠିକ୍ ମଣିଷ ଉପରେ ଭରସା କରିବା। ଆଜି ବି ଲୋକମାନେ ଭରସା କରନ୍ତି, ବିଶ୍ୱାସ କରନ୍ତି, କାହାର ଚେହେରା ଦେଖିକି, କାହାର କଥା ଶୁଣିକି, ଆଉ କାହାର ଦେଖାବାକୁ ଦେଖିକି। କିନ୍ତୁ 1000 ବର୍ଷ ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଭରସା ଆଉ ବିଶ୍ୱାସ ବହୁତ ମୂଲ୍ୟବାନ ହେଇଥାଏ, ତେଣୁ ଏହାକୁ ସମସ୍ତଙ୍କ ଉପରେ ଖର୍ଚ୍ଚ କରନ୍ତୁ ନାହିଁ। ଆଉ ସେ ଆମକୁ 3 ପ୍ରକାର ଲୋକଙ୍କ ବିଷୟରେ ସତର୍କ କରାଇ ଦେଇଥିଲେ, ଯେଉଁମାନଙ୍କ ଉପରେ ଭରସା ବିଶ୍ୱାସ କରିବା ନିଜ ପାଦରେ କୁରାଢ଼ି ମାରିବା ସହିତ ସମାନ ହେଇଥାଏ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ମୁଁ କେବଳ ସେଇ 3 ଜଣ ଲୋକଙ୍କ ବିଷୟରେ କହିବିନି, ବରଂ ଏହା ବି ବୁଝେଇ ଦେବି କି ସେଇ 3 ଜଣ ଲୋକ କିପରି ଆପଣଙ୍କ ଜୀବନର ଗତିପଥକୁ ବଦଳାଇ ଦିଅନ୍ତି, କିପରି ଆପଣଙ୍କ କ୍ୟାରିୟର, ଆପଣଙ୍କ ରିଲେସନସିପ୍ ଆଉ କନଫିଡେନ୍ସକୁ ବର୍ବାଦ କରିଦିଅନ୍ତି। ସାଙ୍ଗମାନେ, ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ ଗୁରୁ ନଥିଲେ, ଜଣେ ରାଜନୀତିଜ୍ଞ ନଥିଲେ, ସିଏ ଜଣେ ଏମିତି ବ୍ୟକ୍ତି ବିଶେଷ ଥିଲେ ଯିଏକି ମନ, ବ୍ୟବହାର ଆଉ ସ୍ୱଭାବକୁ ଏତେ ଘନିଷ୍ଠ ଭାବରେ ବୁଝିଥିଲେ କି ଆଜି ବି ତାଙ୍କ ନୀତି ସାରା ଦୁନିଆରେ ଚାଣକ୍ୟ ନୀତି ଭାବରେ ଶିକ୍ଷା ଦିଆଯାଉଛି। ସିଏ କହିଥିଲେ ଏଇ 3 ପ୍ରକାର ଲୋକଙ୍କୁ କେବେ ବି ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ତେବେ ସେ ଲୋକମାନେ କିଏ? ଆସନ୍ତୁ ଏହି ଭିଡ଼ିଓରେ ଜାଣିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ଫାର୍ଷ୍ଟ, ଦ ଡିଟେକ୍ଟିଭ ଫ୍ରେଣ୍ଡ, କପଟି ମିତ୍ର। ସାଙ୍ଗମାନେ, କପଟି ମିତ୍ରକୁ ଚିହ୍ନିବା ଏତେ ସହଜ ହୋଇନଥାଏ। ସେମାନଙ୍କର ମୁହଁରେ ହସ ଥାଏ, କିନ୍ତୁ ଭିତରେ ଈର୍ଷା, ଜେଲସି ଆଉ ତୁଳନାର ବିଷ ଭରି ରହିଥାଏ। କପଟି ମିତ୍ର ଜଣେ ଶତ୍ରୁଠାରୁ ବି ଅଧିକ ଭୟଙ୍କର ହେଇଥାଏ, କାରଣ ଶତ୍ରୁ ତ ସାମ୍ନା ପଟୁ ଆକ୍ରମଣ କରେ, କିନ୍ତୁ କପଟି ମିତ୍ର ପଛପଟୁ ଆକ୍ରମଣ କରେ। ସେମାନେ ସେତେବେଳେ ଅଧିକ ବିପଜ୍ଜନକ ହେଇଯାଆନ୍ତି ଯେତେବେଳେ ଆପଣ ସଫଳତା ହାସଲ କରନ୍ତି, କିମ୍ବା ଯେତେବେଳେ ଆପଣଙ୍କୁ କେହି ପ୍ରଶଂସା କରନ୍ତି, କିମ୍ବା ଯେତେବେଳେ ଆପଣ ସେମାନଙ୍କ ଠାରୁ ଟିକେ ଆଗକୁ ଚାଲିଯାଆନ୍ତି। ସେହି ସମୟରେ ସେମାନେ ଆପଣଙ୍କୁ ସପୋର୍ଟ କରନ୍ତିନି, ବରଂ ଭିତରୁ ଏଇଆ ଭାବନ୍ତି କି ଇଏ ତ ଆଗକୁ ଗଲା କେମିତି। ସାଙ୍ଗମାନେ, ଆପଣ ନୋଟିସ୍ କରିଥିବେ ଯେତେବେଳେ ଆପଣ ଫେଲ୍ ହେଇଯାଆନ୍ତି, ସେ କୌଣସି ବି କାମରେ ହେଉ, ପାଠପଢ଼ାରେ ହେଉ, ବିଜନେସ୍ରେ ହେଉ, ଜବ୍ରେ ହେଉ, ଯେକୌଣସି କାମରେ ହେଉ, ସେତେବେଳେ ସମସ୍ତେ ଆପଣଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦିଅନ୍ତି, ସହାନୁଭୂତି ଜଣାନ୍ତି। କିନ୍ତୁ ଯେମିତି ହିଁ ଆପଣଙ୍କୁ ସଫଳତା ମିଳିବା ଷ୍ଟାର୍ଟ ହେଇଯାଏ, ସେତେବେଳେ ସମସ୍ତଙ୍କ ପ୍ରକୃତ ଭାବନା ବାହାରକୁ ଆସିଯାଏ। କପଟି ମିତ୍ର ଆପଣଙ୍କ ସିକ୍ରେଟକୁ ବି ଜାଣିଥାନ୍ତି, ଯାହାକୁ ସେମାନେ ପରେ ଆପଣଙ୍କ ବିରୁଦ୍ଧରେ ୟୁଜ୍ କରନ୍ତି। ତେବେ ଏଥିରୁ କ'ଣ ଶିଖିଲେ? ପ୍ରତ୍ୟେକ ହସୁଥିବା ମୁହଁ ସଚ୍ଚା ମିତ୍ର ହେଇନଥାଏ। ସଚ୍ଚା ମିତ୍ର ସମାଲୋଚନା ବି କରେ, ରୋକି ବି ଥାଏ, ଆଉ ପ୍ରୋବ୍ଲେମରୁ ବଞ୍ଚେଇ ବି ଥାଏ। ସେକେଣ୍ଡ ଲୋକ ହେଉଛି ସେଲଫିସ୍ ରିଲେଟିଭ୍ସ, ସ୍ୱାର୍ଥପର ସମ୍ପର୍କୀୟ। ସାଙ୍ଗମାନେ, ଦୁନିଆରେ 2 ପ୍ରକାର ସମ୍ପର୍କୀୟ ଥାନ୍ତି। ପ୍ରଥମ, ଯେଉଁମାନେ ନାମକୁ ମାତ୍ର ସମ୍ପର୍କୀୟ ହେଇଥାନ୍ତି, ଆଉ ଦ୍ୱିତୀୟ, ଯେଉଁମାନେ ସତରେ ହୃଦୟରୁ ସମ୍ପର୍କୀୟ ହେଇଥାନ୍ତି। ଚାଣକ୍ୟ କୁହନ୍ତି ସମ୍ପର୍କ ଜନ୍ମ ଦ୍ୱାରା ନୁହେଁ, ବରଂ କର୍ମ ଦ୍ୱାରା ନିର୍ମିତ ହୁଏ। ସାଙ୍ଗମାନେ, ସ୍ୱାର୍ଥପର ସମ୍ପର୍କୀୟ କେବଳ 2ଟା ସମୟରେ ଦେଖାଯାଆନ୍ତି, ଯେତେବେଳେ ସେମାନଙ୍କୁ ଆପଣଙ୍କ ପାଖରେ ଫାଇଦା ମିଳେ, ଆଉ ଯେତେବେଳେ ସେମାନଙ୍କୁ ଆପଣଙ୍କର ଆବଶ୍ୟକତା ପଡ଼େ। ସେମାନେ ଆପଣଙ୍କ ଭାବନା ବିଷୟରେ ଚିନ୍ତା କରନ୍ତିନି, ସେମାନେ ଆପଣଙ୍କ ଉପଯୋଗିତା ବିଷୟରେ ଚିନ୍ତା କରନ୍ତି। ଏହି ଲୋକମାନେ ପ୍ରାୟତଃ ଆପଣଙ୍କ ଉନ୍ନତି ଦେଖିକି, ଆପଣଙ୍କ ପ୍ରଗତି ଦେଖିକି ଜଳନ୍ତି। ପ୍ରକୃତ ସମ୍ପର୍କ ହେଉଛି ଯିଏକି ବିନା କୌଣସି ସ୍ୱାର୍ଥ ରଖି ଆପଣଙ୍କ ସାଥ ଦିଏ, ବିଶେଷ କରି ସେତେବେଳେ ଯେତେବେଳେ ଏ ଦୁନିଆ ଆପଣଙ୍କ ବିରୁଦ୍ଧରେ ଛିଡ଼ା ହେଇଥାଏ। ତେଣୁ ନିଜର ପ୍ରିୟଜନକୁ ବି ଚିହ୍ନିବା ଦରକାର। ସବୁ ରକ୍ତ ସମ୍ପର୍କ ହୃଦୟର ସମ୍ପର୍କ ହେଇନଥାଏ। ଥାର୍ଡ ଲୋକ ହେଉଛି ଦ ଫ୍ଲାଟରର, ଚାଟୁକାର ବ୍ୟକ୍ତି। ଗୋଟିଏ ଚାଟୁକାର ଲୋକ ଆପଣଙ୍କ ବର୍ବାଦ ହେବାର ସବୁଠୁ ବଡ଼ କାରଣ ଭିତରୁ ଗୋଟିଏ ହେଇଥାଏ। ଏମାନେ ସର୍ବଦା ଆପଣଙ୍କ ଦୋଷ ଗୁଡ଼ିକୁ ଲୁଚାଇ ରଖନ୍ତି ଏବଂ ଆପଣଙ୍କ ପ୍ରତ୍ୟେକ ଭୁଲକୁ ପ୍ରଶଂସା ଭାବରେ ଉପସ୍ଥାପନା କରନ୍ତି। ଚାଣକ୍ୟ କୁହନ୍ତି ଅତ୍ୟଧିକ ପ୍ରଶଂସା ବି ବିନାଶର କାରଣ ହେଇଥାଏ, କାରଣ ଜଣେ ଚାଟୁକାର ଲୋକ
ଆପଣଙ୍କୁ ଆପଣଙ୍କ ଭୁଲ ବିଷୟରେ କୁହେନି, ଆପଣଙ୍କ କମଜୋରିକୁ ଲୁଚାଏ, ଆପଣଙ୍କୁ ମିଥ୍ୟା ମହାନତାର ଭାବନା ଦେଇଥାଏ ଆଉ ଧୀରେ ଧୀରେ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାକୁ ନଷ୍ଟ କରିଦିଏ। ଏହି ଲୋକମାନେ କେବେ ବି ଆପଣଙ୍କ ଭଲ ଚାହାନ୍ତିନି। ଏମାନେ ବାସ୍ ଚାହାନ୍ତି କି ଆପଣଙ୍କ ଲାଇଫ୍ ଏପରି ହେଉ ଯେଉଁଥିରେ ସେମାନେ ସର୍ବଦା ଲାଭ ପାଇ ଚାଲିବେ। ଫର୍ ଏକ୍ଜାମ୍ପଲ୍, ନେତା, ମନ୍ତ୍ରୀ, ସେଲିବ୍ରିଟିଜ୍ ଆଉ ଧନୀ ଶ୍ରେଣୀ ଲୋକମାନେ ଏପରି ଚାଟୁକାର ଲୋକମାନଙ୍କ ଦ୍ୱାରା ଘେରି ହୋଇ ରହିଥାନ୍ତି। ଆଉ ଅନେକ ବଡ଼ ବଡ଼ ଲୋକ ବେଳେବେଳେ ଏହି କାରଣ ପାଇଁ ଭୁଲ ଭାଲ ନିଷ୍ପତ୍ତି ନେଇଯାଆନ୍ତି। ତେଣୁ ସର୍ବଦା ସେହି ବ୍ୟକ୍ତିକୁ ସମ୍ମାନ କରନ୍ତୁ ଯିଏକି ଆପଣଙ୍କୁ ସଚ୍ଚା, କଡ଼ୁଆ କିନ୍ତୁ ସହାୟକ ପରାମର୍ଶ ଦିଅନ୍ତି। ସାଙ୍ଗମାନେ, ଆଚାର୍ଯ୍ୟ ଚାଣକ୍ୟ କାହିଁକି ଆମକୁ ଚେତାବନୀ ଦେଇଥିଲେ? କାରଣ ଚାଣକ୍ୟଙ୍କର କହିବାର କଥା ଥିଲା କି ମଣିଷର ସ୍ୱଭାବ ପରିସ୍ଥିତି ସହିତ ବଦଳିଯାଏ। ଏଥିପାଇଁ ଭରସା ଓ ବିଶ୍ୱାସ ଦିଲରୁ ନୁହଁ, ଦିମାଗରୁ କରନ୍ତୁ। କାହାକୁ ଭରସା କରିବା ପୂର୍ବରୁ ତାର ଟେଷ୍ଟ ନିଅନ୍ତୁ, ତାର ବିହେଭିଅର, ଆଚରଣ, ତାର କନସିଷ୍ଟେନ୍ସି, ସ୍ଥିରତା, ତାର ଆଟିଟ୍ୟୁଡ୍, ମନୋଭାବ, ତାର ଇଣ୍ଟେନସନ୍, ଉଦ୍ଦେଶ୍ୟ। କାରଣ ଭରସା ଓ ବିଶ୍ୱାସ କେବେ ବି ପୁନର୍ବାର ଆସିନଥାଏ। ଥରେ ଭାଙ୍ଗିଗଲେ ମଣିଷ ବି ଭାଙ୍ଗିଯାଏ। ସାଙ୍ଗମାନେ ମନେ ରଖନ୍ତୁ, ଏ ଦୁନିଆରେ ତିନିଟା ଜିନିଷ ଯେତିକି ଦେଖାଯାଏ ନା ସେତିକି ହେଇନଥାଏ। ପ୍ରଥମ, ହସୁଥିବା ମୁହଁ। ଦ୍ୱିତୀୟ, ମିଠା କଥା। ତୃତୀୟ, ଶୀଘ୍ର ମିଳୁଥିବା ଭରସା। ଚାଣକ୍ୟ କୁହନ୍ତି, ବିଶ୍ୱାସ ସେଇଠି କର ଯେଉଁଠି ଚରିତ୍ର ଆଉ ନିଷ୍ଠା ଦୁଇଟି ଯାକ ଥିବ। କାରଣ ଭରସା ଓ ବିଶ୍ୱାସ ବହୁତ ମୂଲ୍ୟବାନ ଜିନିଷ ହେଇଥାଏ। ଭୁଲ ଭରସା ବିଶ୍ୱାସ ଏହାକୁ ମୂଲ୍ୟହୀନ କରିଦିଏ। ଏବେ ଗୋଟିଏ ଥର ଭାବନ୍ତୁ ସାଙ୍ଗମାନେ, ଆଜି ଆପଣଙ୍କ ଲାଇଫରେ ଯେଉଁମାନେ ବି ଅଛନ୍ତି, ଯେଉଁମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ଭରସା ଓ ବିଶ୍ୱାସ କରୁଛନ୍ତି, କ'ଣ ସେମାନେ ସତରେ ଭରସାର ଯୋଗ୍ୟ ବା ଯୋଗ୍ୟା କି? ଭିଡ଼ିଓର ଶେଷରେ ବାସ୍ ଏତିକି କହିବି, ଆପଣ ଭରସା କରନ୍ତୁ କିନ୍ତୁ ଭାବି ଚିନ୍ତିକି। କାରଣ ଭୁଲ ମଣିଷ ଉପରେ ଭରସା କରିବା ଠିକ୍ ମଣିଷର ପୁରା ଜୀବନକୁ ବିଗାଡ଼ି ଦିଏ। ତ ସାଙ୍ଗମାନେ, ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କ ହୃଦୟକୁ ଛୁଇଁଥାଏ ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ। ଆଉ ଏହିପରି ପାୱାରଫୁଲ୍ ମୋଟିଭେସନାଲ୍ ଭିଡ଼ିଓକୁ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।